ଆମର ବାଡ଼ିରେ ଯେତିକି ଗଛ ଯେତିକି ଫୁଲ ଲଗା ହେବା କଥା ତ ଆମେ ଟୋଟାଲି ତାକୁ ହାଣିକି କମ୍ପ୍ଲିଟ୍ କରିଦେଇଥିଲୁ। ତାପରେ ଆମେ ଶାଗ ଯେହେତୁ ଦୁଇଟା ବୁଣି ଦେଇଥିଲୁ, ମୁଁ ପୂର୍ବ ଭିଡ଼ିଓରେ ଆପଣମାନଙ୍କୁ ଦେଖେଇଥିଲି। ତ ଆଜି ଆମେ ପିଆଜ ତଳା ରେଡ଼ି କରିକି ଦେଖନ୍ତୁ 3ଟା କି 4ଟା ତଳା ଆମେ ରେଡ଼ି କରିକି ବାପା ମୁଁ ଆଜି ସକାଳୁ ବାହାରିଥିଲୁ ପିଆଜ ଲଗାଇବା ପାଇଁ। ସକାଳୁ ଟିକେ ହାଣିକି ମୁଁ ଥକି ଯାଇଥିଲି। ତାପରେ ବାପା ମୁଁ ବାହାରିଲୁ ପିଆଜ ମଞ୍ଜି ଲଗାଇବା ପାଇଁ। ଦେଖନ୍ତୁ ଏଟା କେତେ ଗୁଡ଼ି ଗୁଡ଼ି ପିଆଜ ହେଇଛି, ଯେଟାକୁ ଲଗେଇଲେ ତାକୁ ଆମ ଭାଷାରେ କୁହନ୍ତି କି ଗୁଣ୍ଡି ପିଆଜ। ଆମର ଲୋକାଲ ଯେଉଁମାନେ ଜାଣିଥିବେ କି ଏଗୁଡ଼ା କୁହନ୍ତି ଗୁଣ୍ଡି ପିଆଜ। ଏତିକି ସାଇଜରେ ହେବ, ବାକି ବହୁତ ହେବ, କିନ୍ତୁ ଗୋଟେ ଗୋଟେ ଲଗାଯିବ, ତା ମୂଳରେ ବହୁତ ବାହାରିବ। ଆମେ ବାପା ମୁଁ ବହୁତ କଷ୍ଟ ହୁଏ, କାହିଁକିନା ଛୋଟ ଛୋଟ ପିଆଜକୁ କମ୍ପ୍ଲିଟ୍ କଲା ବେଳକୁ 4ଟା ତଳା, ଏଟା ଗୋଟେ ତଳା, ସେଟା ଗୋଟେ ତଳା, ଏଟା ଗୋଟେ, ତା ବାପାଙ୍କ ପଛପଟେ ଗୋଟେ, 4ଟା 5ଟା ତଳା, ତ ତାକୁ ଲଗେଇବା ପାଇଁ ବହୁତ ସମୟ ଲାଗିଥିଲା। ତାପରେ ମୁଁ କମ୍ପ୍ଲିଟ୍ କରି ଯାଇଥିଲି ମାର୍କେଟକୁ, କାହିଁକିନା ଆମର ମୋହନ ମାଝୀ ସରକାର ଆଜି ଆସୁଛନ୍ତି ଆମର ନୀଳଗିରିକୁ। ଖୁସିର କଥା। ତ ସକାଳୁ ମୁଁ 11ଟା ଭିତରେ, 11ଟା ବି ନୁହଁ 10ଟା ଭିତରେ ମାର୍କେଟ ପହଞ୍ଚିଲା ବେଳକୁ ବହୁତ ଜାମ୍ ହେଇଯାଇଥିଲା, କାହିଁକିନା ସେତେବେଳେ ଆମର ମୋହନ ସରକାର ଆସି ସାରିଥିଲେ। ସେ ଜଗନ୍ନାଥ ମନ୍ଦିରରୁ ଦର୍ଶନ ସାରିକି ଆସିଥିଲେ। ତାପରେ ମୁଁ ହସ୍ପିଟାଲ ନେଇକି ବାଇକ୍ ରଖିଦେଇଥିଲି, ଷ୍ଟାଣ୍ଡରେ ଆଉ ରଖିନଥିଲି। ରଖିଲା ପରେ ମୁଁ ସିଧା ଥାନା ଫିଲ୍ଡକୁ ଚାଲିଥିଲି। ବହୁତ ଆଡ଼ୁ ଲୋକ ଆସିଥିଲେ, ଯେହେତୁ ଗୋଟେ ମୁଖ୍ୟମନ୍ତ୍ରୀ ଆସୁଛନ୍ତି, ତ ଆମର ଏଠି 4ଟା 5ଟା ନିର୍ବାଚନ ମଣ୍ଡଳୀରୁ ଲୋକ ଆସିଥିଲେ। ଆଉ ବହୁତ ବଡ଼ ବଡ଼ ବ୍ୟାନର ବି ମୋହନ ସରକାର ମୋଦି ସରକାରଙ୍କର ଲାଗିଥିଲା। ତାପରେ ମୁଁ ଆଉ ଭିତରକୁ ପଶିନଥିଲି, ବହୁତ ଜାମ୍ ଥିଲା। ଯେହେତୁ ମୋତେ ଭୋକ ଲାଗିଥିଲା, ତ ମୁଁ ସକାଳୁ ଘରେ କାମ କରୁଥିଲି, ସେଥିପାଇଁ ମୁଁ ଯାଇକି ଆଗେ ଟିକେ ଭାବିଲି କି କିଛି ଖାଇବି। ବହୁତ ଦିନ ହେଲା ବାଲକାଇ ପାଖରେ ଦହିବରା ଖାଇନଥିଲି, ଯାଇକି ତାକୁ ମାଗିଥିଲି ଦହିବରା। ତା ପାଖରେ ତ ଗଲେ କେଇବେଳେ ଫାଙ୍କା ହିଁ ନଥାଏ, ତ ତାକୁ ମୁଁ କହିଲି କି ମୋର ଗୋଟେ ଏମର୍ଜେନ୍ସି ଅଛି, ଟିକେ ଜଲ୍ଦି ଦେବା ପାଇଁ। ତାପରେ ସିଏ ମୋର ଭିତରେ ଗୋଟେ ପକାଇ ଦେଇଥିଲା। ତାପରେ ଦହିବରା ମାଗିଥିଲି। ମୁଁ ଆଜି ଆଉ ମସଲା ବରା କି ଇଟିଲି ତ ସେମିତି ମୁଁ ଖାଏନି, ବାକି ତାକୁ ଦହିବରା ମାଗିଥିଲି, ତ ସିଏ ମୋ ପାଇଁ ଗୋଟେ ଦହିବରା ରେଡ଼ି କରିଥିଲା। ଆଉ ମାନେ ଜାଣିକି ମୋତେ ଏତେ ଲଙ୍କା ଦେଇଛି, ମୁଁ ଲଙ୍କା ଖାଏ, କିନ୍ତୁ ମଜାକରେ ଏତେ ଲଙ୍କା ସିଏ ଦେଇଛି, ମୁଁ ଖାଇକି ପୁରା ମାନେ ମୋ ମୁଣ୍ଡ କାମ କଲାନି କି ଏମିତି ଲଙ୍କା କିଏ ଆକ୍ଚୁଆଲି ଦିଏ। କିନ୍ତୁ ତା ପାଖରେ ତା ଟେଷ୍ଟ ସବୁବେଳେ ହେଭି ଥାଏ, ଟେଷ୍ଟ ବି ବଢ଼ିଆ ଥିଲା, କିନ୍ତୁ ମୋତେ ମଜାକରେ ଦେଇଥିଲା ଲଙ୍କା। ମାନେ ମୁଁ ଜାଣିନଥିଲି, ଯେତେ ଖାଉଛି ସେତେ କୁହୁଳି। ତାକୁ ପଚାରିଲି କି କାହିଁକି ଏମିତି ଲଙ୍କା ଦେଲୁ, ଯାଉ ତା ପାଖରେ ଖାଇ ଦେଇକି ମୁଁ ଆକ୍ଚୁଆଲି ଆସିଥିଲି ଆମର ବସଷ୍ଟାଣ୍ଡର ଦେଖିବା ପାଇଁ କେତିକି ବସ୍ ଛିଡ଼ା ହେଇଛି। ସରକାର ଯେହେତୁ ଆସିଛନ୍ତି, ଆଉ କେତିକି ବସ୍ ତ ଦେଖନ୍ତୁ କେତିକି ଲାଇନ୍ରେ ଛିଡ଼ା ହେଇଛି। ଆଉ ମୁଁ ବାକି ଦେଖିବି ଆମ ନୀଳଗିରି ବସଷ୍ଟାଣ୍ଡର ମାନେ ଗୋଟେ ବାଇକ୍ ଯିବା ପାଇଁ ବି ବାଟ ନାହିଁ। ବସଷ୍ଟାଣ୍ଡ ଭିତରେ ଏମିତି ଅଛି, ଦେଖନ୍ତୁ କେତେ ଲଙ୍ଗରେ ଠିଆ ହେଇଛି, ଆଉ ତା ଆଗକୁ ବି ଛିଡ଼ା ହେଇଛି ବସ୍। ବାକି ବସଷ୍ଟାଣ୍ଡ ଭିତରର ସିଚୁଏସନ୍ଟା ଖାଲି ଦେଖନ୍ତୁ, ମାନେ ଗୋଟେ ବାଇକ୍ ଭିତରେ ପଶିବା ପାଇଁ ବି ଜାଗା ନାହିଁ। ମୋତେ ଲାଗୁଛି କି 60ଟା ପାଖାପାଖି ଖାଲି ବସ୍ ଆସିଛି ନୀଳଗିରିକୁ।